ସମସ୍ତଙ୍କୁ ନମସ୍କାର। ଆଶା କରୁଛି ସମସ୍ତେ ଭଲରେ ଅଛ। ପିଲାମାନେ ଆମେମାନେ ତ ପୂର୍ବ କ୍ଲାସେସରେ ଗୀତ ଗପ ଚିତ୍ର ମାଧ୍ୟମରେ ଅନେକ କଥା ଜାଣିଲେ। ଆଜି ଚାଲ ଏକ ନୂଆ ପ୍ରକାରର ଭିଡ଼ିଓଟେ ଦେଖିବା। ସେଇ ଭିଡ଼ିଓରେ ଏକ ଗପଟା ଅଛି। ତୁମେମାନେ ଏଇ ଗପଟିକୁ ବହୁତ ଧ୍ୟାନରେ ସହ ଦେଖ। ଗପ ସରିବା ପରେ ଆମେମାନେ ଏହାକୁ ନେଇକି ଆଲୋଚନା କରିବା। ତ ଚାଲ କ୍ଲାସଟିକୁ ଆରମ୍ଭ କରିବା। ଓହୋ, କି ଗରମ ଲାଗୁଛି। ମୁଁ ଟିକେ ଯାଏ ଗଛ ତଳେ ଶୁଏ। ମୁଁ କଣ ପଡିଲା ରେ ଏଇଟା? କଣ ପଡିଲା ଏଇଟା? ଓହୋ, ପଡିଗଲା। ଇସ୍, ଏଇଟା କି କୋଳି କି? ମୁଁ ଟିକେ ଖାଏ। ଓ, କି ମିଠା କୋଳି, ବହୁତ ମିଠା। ଇସ୍, ମାଙ୍କଡ ଭାଇ ହଁ କୁହ କୁମ୍ଭୀର ଭାଇ। ମତେ ଆଉ ଦିଟା କୋଳି ଦଉନା। କଣ ପାଇଁ? ମୁଁ ଖାଇବି, ବହୁତ ମିଠା ଏଇ କୋଳି। ହଁ, ଏଇ ଜାମୁ କୋଳି ବହୁତ ମିଠା। ହଁ, ଦିଅ ବା। ବହୁତ ବଢିଆ ହେଇଛି। ଇସ୍, କି ମିଠା କୋଳି। ମତେ ଆଉ 2-3ଟା ଦିଅ ନା, ମୋ ସ୍ତ୍ରୀ ପାଇଁ ମୁଁ ନେଇକି ଯିବି। ଆଉ ଦିଟା ଦିଅ। ସବୁ ମୁଁ ନେଇକି ଯାଏ। ମୁଁ ଯାଉଛି। ବହୁତ ବହୁତ ଧନ୍ୟବାଦ ମାଙ୍କଡ ଭାଇ, ବହୁତ ଧନ୍ୟବାଦ। ମାଙ୍କଡ ଭାଇ। ହଁ କୁମ୍ଭୀର ଭାଇ କୁହ। ଶୁଭ ସକାଳ। ଶୁଭ ସକାଳ କୁମ୍ଭୀର ଭାଇ। କାଲି ଯୋଉ ଜାମୁକୋଳି ଦେଇଥିଲ ନା, ବହୁତ ମିଠା। ମୋ ସ୍ତ୍ରୀ ଭାରି ଖୁସି। ହଁ ସତରେ? ବହୁତ ଖୁସି। ହଁ। ଆଉ ସିଏ ନା ଆପଣଙ୍କୁ ନିମନ୍ତ୍ରଣ କରିଛି। କଣ ପାଇଁ? ଆମ ଘରେ ବହୁତ ବଢିଆ ରୋଷେଇବାସ ହେଇଛି, ଆସିକି ଖାଇବ ତମେ। ବଢିଆ କଥା। ହଁ, ଆସୁନ ଯିବା। କୁମ୍ଭୀର ଭାଇ, ମୁଁ ତ ପାଣିରେ ଯାଇପାରିବି ନାହିଁ। କାହିଁକି? ମୁଁ କଣ ପହଁରା ଶିଖିଛି? ପହଁରା ଆସୁନି? ନା, ମୁଁ ତ ଗଛରେ ରୁହେ ସବୁବେଳେ। ଆଉ ମୁଁ କେମିତି ପହଁରି ପାରିବି? ପାଣିକୁ ମତେ ଦେଖିଲେ ଭାରି ଭୟ ଲାଗେ। ଆରେ ମୋ ପିଠିରେ ବସୁନା। ହଁ, ପିଠିରେ ବସେଇକି ନେବି ଆଉ। ପିଠିରେ ବସିଲେ ନେଇଯିବ ମତେ? ହଁ, ତାହେଲେ ମୁଁ ତମ ପିଠିକୁ ଡିଆଁ ମାରିବି? ହଁ, ଆସ ବା। ଆସୁଛି ତାହେଲେ। ଆସ। ଚାଲ ଯିବା। ଏ ମାଙ୍କଡ ଭାଇ। କଣ ଭାଇ? ମୁଁ ନା ଠକିଦେଲି। କଣ ଠକିଦେଲ? ମିଛ କହିଦେଲି। କଣ ମିଛ କହିଲ? ତମକୁ ନା ଆମେ ନିମନ୍ତ୍ରଣ ଦେଇନୁ। ତାହେଲେ? ଆମେ ନେଇକି ତୁମର କଲିଜା ଖାଇବୁ। ହେଁ? ତୁମକୁ କାଟିଦେବୁ, କଲିଜା ଖାଇଦେବୁ। ହେଁ, ଏମିତି କଥା? ହଁ। ଆରେ ଭଗବାନ, ମୁଁ କେମିତି ବଞ୍ଚିବି କୁମ୍ଭୀର ପାଖରୁ? ମତେ ତ ସେ ମାରିଦେବ। ହେ ଭଗବାନ, ମତେ ବୁଦ୍ଧି ଦିଅ। ହେ ଭଗବାନ, ମତେ ବୁଦ୍ଧି ଦିଅ। କୁମ୍ଭୀର ଭାଇ। ହଁ, କହୁନ। ଆରେ ତମେ ଏଇ କଥାଟା ସିନା ତମେ ଟିକେ ଆଗରୁ କହିଥାନ୍ତ। କଣ ହେଲା କି? ଆରେ ମୋ କଲିଜାଟା ପରା ମୁଁ ଗଛ କୋରଡରେ ରଖିକି ଆସିଯାଇଛି। ସତରେ ତମେ ରଖିଦେଇଛ? ତମେ ସିନା କହିଥାନ୍ତ, ମୁଁ ତମକୁ କଲିଜାଟା ଗଛରୁ କାଢିକି ଦେଇଥାନ୍ତି। କେମିତି କରିବା ଏବେ? ଆଉ ଥରେ ଚାଲ କୁମ୍ଭୀର ଭାଇ, ଶୀଘ୍ର ଗଛ ପାଖକୁ ଫେରିଯିବା। ଓହୋ, ଚାଲ ଫେରିକି ଯିବା। ଗଛ ପାଖ ଜଲ୍ଦି ଆସିବ। ଆସୁନ କଲିଜା ନେଇକି। ଆରେ ମୂର୍ଖ କୁମ୍ଭୀର, ତୁ କଣ ଜାଣିଛୁ ଗଛରେ କେବେ କଲିଜା ଥାଏ? ଆଉ କୋଉଠି ଥାଏ? ଆରେ ଯାହା ଦେହରେ, ଯାହା ଶରୀରରେ ତାର କଲିଜା ଥାଏ। ଆଉ ମୁଁ ତୋ ଠାରୁ ରକ୍ଷା ପାଇବା ପାଇଁ ଏଇ ବୁଦ୍ଧିଟି କଲି। ଓହୋ, ମିଛ କହିଦେଲ ମତେ। ମିଛ କହିଲି ନୁହଁ, ତମେ ମୂର୍ଖ ହେଇଗଲ। କାହାକୁ ଏମିତି ବିନା କାରଣରେ ମାରିବା କଣ ଠିକ? ଆମେ ତମ କଲିଜା ଖାଇଥାନ୍ତୁ, ମୋ ସ୍ତ୍ରୀ ଏବେ ଗାଳି କରିବ।
ଫେରି ଯାଅ କୁମ୍ଭୀର ଭାଇ, କାହାର କେବେ ଏମିତି ଅନିଷ୍ଟ କର ନାହିଁ। ହେ ମତେ ବୋକା ବନେଇଦେଲ, ମୁଁ ଯାଉଛି ନଦୀ ଭିତରକୁ ଯାଉଛି। ପିଲାମାନେ ଗପ ଦେଖିଲ ନା? କେତେ ସୁନ୍ଦର ହେଇଛି ନା ଗପଟା? ଭଲ ଲାଗିଲା? ବହୁତ ବଢିଆ, ତୁମେ ମାନେ ଜାଣିଛ? ହଁ, ତ କହିଲ ଏଇ ଗପଟିର ନାଁ କଣ ହେଇଥିବ? ମାଙ୍କଡ ଓ କୁମ୍ଭୀର। ଦେଖୁଛ ମାଙ୍କଡ କେମିତି ଗଛରେ ବସିଛି, ତା ଲାଞ୍ଜ ବି ଅଛି। କୁମ୍ଭୀରଟା ପାଣିରେ ଅଛି। ଗପଟିକୁ ବୁଝିପାରିଲ? ପୁରା ବୁଝିଲ? ଚାଲ, ଯଦି ତମେ ପୁରା ବୁଝିଛ, ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ତୁମେ ମାନେ ତାର ଉତ୍ତର ଦେବ। ଆସ, ଗପରେ ଥିବା ଚିତ୍ରକୁ କ୍ରମ ଅନୁସାରେ ସଜାଡ଼ିବା। ବର୍ତ୍ତମାନ ମୁଁ ତୁମକୁ କିଛି ଚିତ୍ର ଗୁଡାଏ ଦେଖାଇବି। ତୁମେ ସେ ଚିତ୍ରକୁ କ୍ରମରେ ସଜାଇବ, ଯେ ପ୍ରଥମେ କୋଉ ଚିତ୍ର ଆସୁଛି, ତାପରେ କୋଉ ଚିତ୍ର ଆସୁଛି। ଏମିତି ଚିତ୍ରକୁ ସଜେଇକି ଆମେ ଗପଟିକୁ ସମ୍ପୂର୍ଣ୍ଣ କରିବା। ଏଇ ଚିତ୍ରରେ କଣ ଦେଖୁଛ? ହଁ, ମାଙ୍କଡଟି କୁମ୍ଭୀର ପିଠିରେ ଯିବା ପାଇଁ ପ୍ରସ୍ତୁତ ହଉଛି। ଏଇ ଚିତ୍ରରେ କଣ ଦେଖୁଛ? ମାଙ୍କଡ ଭାବୁଛି ଯେ ସେ କିପରି କୁମ୍ଭୀର ଉପରୁ ଗଛକୁ ସେ କେମିତି ଡେଇଁବ। ଏଇ ଚିତ୍ରରେ କଣ ଦେଖୁଛ? ହଁ, ମାଙ୍କଡ ଗଛରେ ଅଛି, କୁମ୍ଭୀର ପାଣିରେ ଅଛି। ଏଇ ଚିତ୍ରରେ କଣ ଦେଖୁଛ? ମାଙ୍କଡ କୁମ୍ଭୀର ପିଠିରେ ବସି ପାଣିରେ ଯାଉଛି। ଏଇ ଚିତ୍ରରେ କଣ ଦେଖୁଛ? କୁମ୍ଭୀର ପିଠିରୁ ମାଙ୍କଡଟି ଗଛ ଉପରକୁ ଡିଆଁ ମାରୁଛି। ଏଇ ଚିତ୍ରରେ କଣ ଦେଖୁଛ? ହଁ, ଏଇ ଚିତ୍ରରେ କୁମ୍ଭୀର ପିଠିରେ ବସି ମାଙ୍କଡ ଯାଉଛି ଏବଂ କୁମ୍ଭୀରଟା ଭାବୁଛି ଯେ ସେ ତା କଲିଜାକୁ ତା ସ୍ତ୍ରୀକୁ କେମିତି ଦବ। ଦେଖିଲ, ଏଇଠି 6ଟି ଚିତ୍ର ଅଛି। ତ ପ୍ରଥମେ କହିଲ, ଗପରେ ପ୍ରଥମେ କଣ ହେଇଥିଲା? ହଁ, ମାଙ୍କଡଟି ଗଛ ଉପରେ ରହୁଥିଲା, କୁମ୍ଭୀର ପାଣିରେ ରହୁଥିଲା। ଠିକ କଥା। ତା ପର ଚିତ୍ରଟି କୋଉଟା? କୁମ୍ଭୀର ମାଙ୍କଡକୁ ତା ଘରକୁ ଯିବାକୁ ଡାକୁଥିଲା। ଯେ କୁମ୍ଭୀର, ଆସ, ମୋ ସ୍ତ୍ରୀ ତୁମ ପାଇଁ ରୋଷେଇ କରୁଛି, ତୁମେ ମାନେ ଖାଇବ। ତାପରେ କଣ ହେଲା? ମାଙ୍କଡଟି କୁମ୍ଭୀର ପିଠିରେ ବସି ଯାଉଛି। କୁମ୍ଭୀର କହିଲା ଯେ ତୁମେ ତ ଯେହେତୁ ଆସିପାରିବନି, ତୁମେ ଚାଲ ମୋ ପିଠିରେ ବସ, ମୁଁ ତୁମକୁ ମୋ ପିଠିରେ ବସି ମୋ ନଦୀ ପାର କରି ମୁଁ ମୋ ଘରକୁ ନେଇକି ଯିବି। ତାପରେ ଚିତ୍ରରେ କଣ ଦେଖୁଛ? ଯେତେବେଳେ କୁମ୍ଭୀର ଜାଣିଲା ଯେ ବର୍ତ୍ତମାନ ତ ମାଙ୍କଡ ମୋ ପିଠିରେ ବସିଲା, ବର୍ତ୍ତମାନ ମୁଁ କେତେ ସୁନ୍ଦର ଭାବରେ ସେ ମାଙ୍କଡକୁ ନେଇଯିବି, ତା କଲିଜାକୁ ମୁଁ ମୋ ସ୍ତ୍ରୀକୁ ଦେବି। କୋଳି ଖାଇ ଖାଇ ମାଙ୍କଡର କଲିଜାଟା ବହୁତ ଟେଷ୍ଟି ହେଇଥିବ। ମୋ ସ୍ତ୍ରୀ ଭାରି ଖୁସି ହେଇଯିବ। ତାପରେ ଦେଖୁଛ, 2ଟି ଚିତ୍ର ଅଛି। ଯୋଉ ଚିତ୍ରରେ ମାଙ୍କଡଟି ଚିନ୍ତା କରୁଛି ଯେ ସେ କେମିତି ଗଛ ଉପରକୁ ଡିଆଁ ମାରିବ। ତାପରେ କଣ ହେଲା? ଶେଷରେ ମାଙ୍କଡଟି ନିଜ ବୁଦ୍ଧି ଖଟାଇ କୁମ୍ଭୀର ପିଠିରୁ ଗଛକୁ ସେ ଆରାମସେ ଡେଉଁଲା। ଏଇଟା ଦେଖିଲ, ଏଇଟା ହଉଛି ଆମ ଗପ। ଗପର ନାଁଟି କଣ? ହଁ, ମାଙ୍କଡ ଆଉ କୁମ୍ଭୀର। ବର୍ତ୍ତମାନ ଉତ୍ତର ଦେଲ, ଗଛରେ କିଏ ରହୁଥିଲା? ଠିକ କଥା, ଗଛରେ ମାଙ୍କଡ ରହୁଥିଲା। ଆଉ ପାଣିରେ କିଏ ରହୁଥିଲା ପିଲେ? ପାଣିରେ କୁମ୍ଭୀର ରହୁଥିଲା। କୁମ୍ଭୀର ମାଙ୍କଡକୁ କଣ କହିଲା? ମନେ ଅଛି? କୁମ୍ଭୀର ମାଙ୍କଡକୁ କିଛି କହିଲା। ଠିକ କଥା, କୁମ୍ଭୀର ମାଙ୍କଡକୁ ତା ଘରକୁ ଯିବା ପାଇଁ କହିଲା। ଦେଖୁଛ, କୁମ୍ଭୀର ମାଙ୍କଡକୁ କହୁଛି, ମାଙ୍କଡ ଭାଇ, ଚାଲ ଆମ ଘରକୁ ଯିବା। ମୋ ସ୍ତ୍ରୀ ତୁମ ପାଇଁ ଅନେକ ସାରା ରୋଷେଇ କରୁଛି,
ଚାଲ ମିଶିକି ଖାଇବା। ପରେ କହିଲ, କୁମ୍ଭୀର ମଝି ନଈରେ ମାଙ୍କଡକୁ କଣ କହିଲା? ତାପରେ ମନେ ଅଛି ନା, ମାଙ୍କଡଟି କୁମ୍ଭୀର ପିଠିରେ ବସି ଯାଉଥିଲା। ସେତେବେଳେ କୁମ୍ଭୀର ମାଙ୍କଡକୁ କିଛି କହିଲା। ସେତିକିବେଳେ ମାଙ୍କଡଟି ଡରିଗଲା। କଣ କହିଥିଲା? ତୁମ କଲିଜା ମୋ ସ୍ତ୍ରୀ ଖାଇବ। ମଝି ନଈରେ କୁମ୍ଭୀର ମାଙ୍କଡକୁ କହିଲା, ମାଙ୍କଡ ଭାଇ, ମୁଁ ତମକୁ ମିଛ କହିଲି। ମୁଁ ତୁମକୁ ଖାଇବାକୁ ନଉନି। ତୁମ କଲିଜାଟା ମୋ ସ୍ତ୍ରୀକୁ ଭାରି ପସନ୍ଦ। ମୋ ସ୍ତ୍ରୀ ତୁମ କଲିଜା ଖାଇବ। ଦେଖୁଛ, ମଝି ନଈରେ ସେମାନେ କେମିତି ଯାଉଥିଲେ ଏବଂ କୁମ୍ଭୀରଟା କହିଲା ମାଙ୍କଡକୁ। ବର୍ତ୍ତମାନ କୁହ, କୁମ୍ଭୀର ମଝି ନଈରେ କଣ ଚିନ୍ତା କରୁଥିଲା? ମଝି ନଈରେ କୁମ୍ଭୀର ଚିନ୍ତା କରୁଥିଲା ଯେ ମାଙ୍କଡର କଲିଜା ତା ସ୍ତ୍ରୀକୁ ଦେବା ନିମନ୍ତେ ସେ ଭାବୁଥିଲା ଯେ କେମିତି ଭାବରେ ମାଙ୍କଡର କଲିଜା ତା ସ୍ତ୍ରୀକୁ ନେଇକି ଦବ। କୁମ୍ଭୀର ବିଷୟରେ ଜାଣିପାରି ମାଙ୍କଡ କଣ କଲା? ଯେତେବେଳେ ମାଙ୍କଡ ଜାଣିଲା ଯେ କୁମ୍ଭୀରଟା ତା ଜୀବନ ନେବାକୁ ଚିନ୍ତା କରିକି ତାକୁ ଠକିକି ନେଇଛି, ମାଙ୍କଡ କଣ ଭାବିଲା? ନିଜ ଜୀବନ ବଞ୍ଚେଇବାର ଉପାୟଟା ପାଞ୍ଚିଲା। ସେ କୁମ୍ଭୀର ପିଠିରେ ବସି ଭାବିଲା ଯେ ମୁଁ କେମିତି ମୋ ନିଜ ଜୀବନକୁ ବଞ୍ଚେଇବି। ସେ ବୁଦ୍ଧି ଗୋଟେ ପ୍ଲାନ କଲା। ସେ ଭାବିଲା ଯେ କୁମ୍ଭୀର ଭାଇକୁ ମୁଁ କହିବି ଯେ ମୋର କଲିଜାଟା ଗଛ ଉପରେ ରଖିଛି। ସେଟା କହିକି ସେ ଭାବିଲା ଯେ ମୁଁ କୁମ୍ଭୀରକୁ ପୁଣି ଥରେ ସେ ଗଛ ପାଖକୁ ନେବି ଏବଂ ମୋ ଜୀବନକୁ ମୁଁ ବଞ୍ଚେଇବି। ମାଙ୍କଡ କୂଳକୁ ଆସିବା ପରେ କଣ କଲା? ମାଙ୍କଡଟି କୂଳକୁ ଆସିବା ପରେ ସେ କୁମ୍ଭୀର ପିଠିରୁ ଗଛକୁ ଡିଆଁ ମାରିଲା। ଦେଖୁଛ, କେତେ ସୁନ୍ଦର ଭାବରେ ମାଙ୍କଡ ତା ବୁଦ୍ଧି ଖଟେଇ କୁମ୍ଭୀରକୁ ପୁଣି ଥରେ ସେ ଗଛ ପାଖକୁ ଆଣିଲା। ଗଛରୁ ଡିଆଁ ମାରି ସେ ତା ନିଜ ଜୀବନ ବଞ୍ଚେଇଲା। ସେ କଣ କହିଥିଲା? ସେ କହିଥିଲା ଯେ ତା କଲିଜାଟା ଗଛରେ ରଖିଛି। ଯଦି ସେ ଆଗରୁ ଜାଣିଥାନ୍ତା ତ ସେ ତା କଲିଜାକୁ ନେଇକି ଯାଇଥାନ୍ତା ତାଙ୍କ ଘରକୁ। ସେ ଏମିତି ନିଜ ଉପାୟ ପାଞ୍ଚିଲା ଏବଂ କୁମ୍ଭୀରକୁ କହିକି ଗଛ ପାଖକୁ ଆସିଲା ଏବଂ କୁମ୍ଭୀର ପିଠିରୁ ଗଛକୁ ଡିଆଁ ମାରିଲା। ପିଲାମାନେ, ଆଜିର କ୍ଲାସଟି ଭଲ ଲାଗିଲା ନା? ଏକ ପପେଟ୍ ଶୋ ମାଧ୍ୟମରେ ମାଙ୍କଡ଼ ଓ କୁମ୍ଭୀର ଗପଟିକୁ ଦେଖିଲେ। ଦେଖିସାରି ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କଲେ। ତୁମ ପାଇଁ କାମ, ତୁମେ ମାଙ୍କଡ଼ ଓ କୁମ୍ଭୀରକୁ ନେଇକି ନିଜ ଜେଜେମା, ଜେଜେବାପା ବା ବାପା ମାଙ୍କ ସହ କଥା ହୁଅ ଏବଂ ଯେଉଁ ଗପ ସେମାନେ କହିବେ ପରବର୍ତ୍ତୀ ଶ୍ରେଣୀରେ ମୋତେ ତୁମେ ଆସି କହିବ। ତ ଚାଲ, ଆଜି ପାଇଁ ଏତିକି ଥାଉ। ନମସ୍କାର। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।